ଆମର ଯେଉଁ ଯୁଦ୍ଧଟା ଘୋଷଣା ହେଇଥିଲା, ଯାହା ହଉ ଭାରତ ବର୍ଷରେ ଏଭଳି ଯୁଦ୍ଧ କେବେ ବି ହେଇନଥିଲା। ଆଉ ଇଟାର ପଥରକୁ ଇଟାର ଜବାବକୁ ପଥରରେ ଦିଆଯାଇଛି। ତେଣୁ କରି ବର୍ତ୍ତମାନ ସ୍ଥଗିତ ଅଛି ସତ, କିନ୍ତୁ କେତେବେଳେ କୋଉ ମୁହୂର୍ତ୍ତରେ କଣ ହବ କି କହିପାରିବେନି, କିନ୍ତୁ ତାକୁ ଜବାବ ସବୁବେଳେ ଭାରତ ସରକାର ଦେଇ ଚାଲିଥିବ ଏବଂ ଦବ। ଆମର ଯୋଉ କାଶ୍ମୀରରେ ପେହେଲଗାମର ଯୋଉ ଆମର ଆଟାକ୍ ହେଇଥିଲା, ଯୋଉ ଯାଇଥିଲେ ଯାତ୍ରୀ ଭ୍ରମଣ କରିବା ପାଇଁ, ଯୋଉ ସେଥିପାଇଁ ଆମର ଯୋଉ ଯୁଦ୍ଧଟା ଆମର ଦିଆହେଇଛି ସିନ୍ଦୁର ବୋଲି, ଆମର ବିଜୟ ଟୀକା ପାଇଁ। ଆମର ଯେହେତୁ ଯୁଦ୍ଧରେ ଜିତିକି ଆସୁଛନ୍ତି, ଆମର ଭାରତ ବି ସବୁଥିରେ ଆଗୁଆ ଅଛି। ତେଣୁକରି ବିଜୟ ଟୀକା ପାଇଁ ଆମ ଭାରତର ସିନ୍ଦୁର ପାଇଁ ଆମେ ଗୋଟେ ବଡ଼ ସମାରୋହ କରିକି ଦୀପ ପ୍ରଦାନ କରୁଛୁ। ଯେହେତୁ ଆମ ଭାରତ ବିଜୟ ହେଇଛି ସତ, କିନ୍ତୁ ଆମର ସେ ଯୋଉ ଭଳେ ଆମର ଯୋଉ ଯୁଦ୍ଧଟାକୁ ଇଏ କରିଥିଲେ, ଆମର ଯେମିତି ମୁହଁ ତୋଡ଼ର ଜବାବ ଦେଇଛନ୍ତି, ଇଟାର ଜବାବ ବି ଆମର ଭାରତ ପଥରରେ ଦେଇଛି। ତେଣୁକରି ଆମର ଯବାନ ମାନେ ବିଜୟର ଟୀକା ବି ପିନ୍ଧି ସାରିଛନ୍ତି। ତେଣୁକରି ଆମେ ସିନ୍ଦୁରର ଅଧିକାର ପାଇଁ ଆମର କେତେ ସମସ୍ତଙ୍କର ଭାଇ ଭଉଣୀ ମା କେତେ ମାନେ ଭାଇ ସ୍ୱାମୀ ସମସ୍ତେ ଯାଇକି ଫୌଜରେ ଲଢ଼ିକି ଆସିଛନ୍ତି। ତାଙ୍କର ବିଜୟ ପାଇଁ ଆମେ ଆସିକି ସମସ୍ତେ ଦୀପଟେ ଜାଳୁଛୁ। ଯେହେତୁ ଭଗବାନ ଆମର ଏବେ ଆମକୁ ଆଉ ଭାରତକୁ କେହି ଡରେଇ ପାରିବେନି, କୌଣସି ବି ଫୌଜି କି ଡରେଇ ପାରିବେନି। ଆମ ଫୌଜି ମାନେ ଏତେ କଢ଼ା ଅଛନ୍ତି ଯେ ଇଟାର ଜବାବ ବି ପଥରରେ ଦେଇକି ଆମର ବିଜୟ ହେଇଛି। ତେଣୁକରି ଆମକୁ ଏତେ ଇଏ ନାହିଁ। ଆମର ଭବିଷ୍ୟତ ପାଇଁ ଆମ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି, ଆମ ଫୌଜି ମାନେ ସବୁବେଳେ ବିଜୟର ଟୀକା ପିନ୍ଧନ୍ତୁ, ବିଜୟ ଲାଭ କରନ୍ତୁ। ତାଙ୍କ ପାଇଁ ଆମେ ଏ ଦେଶରେ ରହିଛୁ, ତାଙ୍କ ପାଇଁ ଆମେ ଭବିଷ୍ୟତ। ସେମାନେ ଯଦି ବର୍ଡରରେ ନ ଜଗିଥାନ୍ତେ ତାହେଲେ ଆମେ ଦୁନିଆରେ ନଥାନ୍ତୁ, କି ଆମେ ବି ଏ ସଂସାରରେ ରହିନଥାନ୍ତୁ। ଯେହେତୁ ଗୋଟେ କୃଷକ ବିଲରେ ବି ନ ଖଟିଲେ ଆମେ ଖାଇ ନ ପାରିବା, ତେଣୁକରି ଗୋଟେ ଯବାନ ବି ଯଦି ବର୍ଡରରେ ନ ରହିବ ତାହେଲେ ଆମେ ବି ପାଣି ଟୋପେ ବି ପାଇପାରିବାନି। ଯୋଉ ଭଳିଆ ଆମ ଦେଶରେ ଶତ୍ରୁ ଲାଗି ରହିଛନ୍ତି, ତେଣୁକରି ଶତ୍ରୁଙ୍କ ବିନାଶ କରିବା ପାଇଁ କେବଳ ଆମ ପାଇଁ ଠିଆ ହେଇଛନ୍ତି କେବଳ ଯବାନ ମାନେ। ଆଜି ଆମର ଭାରତରେ ଯୋଉ ବିଜୟ ହେଇଛି, ସେଇଥିଲାଗି ଆମେ ଆଜି ଏଇଠି ଦୀପ ଜାଳିକିନା ଗୋଟେ କହିବାକୁ ଗଲେ ଆମର ଖୁସିର ଉତ୍ସବଟାକୁ ଆମେ ପାଳନ କରୁଛୁ। ଯେହେତୁ ଡୋନାଲ୍ଡ ଟ୍ରମ୍ପ କହିସାରିଲେଣି କି ଯୁଦ୍ଧ ଆଗକୁ ହବନି ମେ ବି, କିନ୍ତୁ ଲାଗୁଛି କି ଥମ୍ବି ଯିବାଟା ବି ଠିକ, ମାନେ ପ୍ରତ୍ୟେକ ପାଇଁ ସେଇଟା ଠିକ ଜିନିଷ ଥମ୍ବି ଯିବାଟା। କିନ୍ତୁ ଆମେ ବି ପ୍ରାଉଡ ଫିଲ୍ କରୁଛୁ ଆମେ ଇଟାର ଜବାବ ପଥରରେ ଦେଇପାରିଛେ। ଆଉ ସବୁବେଳେ ଯେମିତି କି ଏ ଆଟାକ୍ କରୁଛନ୍ତି ସେଇଟା ଠିକ ନୁହେଁ, ଯୋଉଟାକୁ କି ଆମର ପ୍ରଧାନମନ୍ତ୍ରୀ ଦେଖେଇ ଦେଇଛନ୍ତି।